ଦାନ୍ତରେ କାମୁଡ଼ି ରକ୍ତାକ୍ତ କରିଦେଲେ ମୋ ତଳଟାକୁ। ମୋ ପ୍ରାଇଭେଟ୍ ପାର୍ଟକୁ କାମୁଡ଼ି ଛିଣ୍ଡେଇ ଦେଲେ। ମୋତେ ଘରୁ ଡାକି ନେଇ କରିଲେ ବଳାତ୍କାର। ଆସନ୍ତୁ ଜାଣିବା, ଘରୁ ଡାକି ନେଇ କରିଲେ ବଳାତ୍କାର। ଦାନ୍ତରେ କାମୁଡ଼ି ରକ୍ତାକ୍ତ କରିଦେଲେ ଝିଅର ଯୌନାଙ୍ଗ। ଉତ୍ତରପ୍ରଦେଶର ପ୍ରୟାଗରାଜରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଏହି ଅଭିଯୋଗ 3 ଜଣଙ୍କ ବିରୁଦ୍ଧରେ ହୋଇଛି। ଆଲାମ ହେଉଛି ଯେ ଅଭିଯୁକ୍ତ ଜଣକ ଦାନ୍ତ କାମୁଡ଼ି ଝିଅର ଯୌନାଙ୍ଗକୁ କ୍ଷତ କରିଦେଇଥିଲା, ଯେଉଁଥିପାଇଁ ପୀଡ଼ିତା ବର୍ତ୍ତମାନ ଗୁରୁତର ଆହତ ହୋଇଛନ୍ତି। ଏବେ ଗତ 14 ଦିନ ଧରି ଚିକିତ୍ସା ହେଉଛନ୍ତି। ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର। ଏହି ଘଟଣାଟି ପ୍ରୟାଗର କାଉଣ୍ଡିଆରା ପୋଲିସ ଷ୍ଟେସନ ଅଧୀନରେ ଥିବା ଏକ ଗାଁରେ ଅଟେ। ଅଭିଯୋଗ ହୋଇଛି ଯେ ଗଣ ବଳାତ୍କାର ପରେ ଅଭିଯୁକ୍ତ ପୀଡ଼ିତାଙ୍କ ରାସ୍ତାରେ ଫିଙ୍ଗି ପଳାଇ ଯାଇଥିଲା। ସୂଚନା ମୁତାବକ ପୀଡ଼ିତା ତାଙ୍କ ମା, ଜେଜେମା ଏବଂ ସାନ ଭଉଣୀ ସହିତ ରୁହନ୍ତି। ତାଙ୍କ ପିତା ମୁମ୍ବାଇରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ଝିଅଟି ଚଳିତ ବର୍ଷ ୟୁପି ବୋର୍ଡରୁ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲା। ଅଗଷ୍ଟ 10ରେ ଜଣେ ଯୁବକ ତାଙ୍କୁ ଭେଟିବା ପାଇଁ ଝିଅଙ୍କୁ ଫୋନ୍ କରି ଡାକିଥିଲେ। ଯେତେବେଳେ ସେ ତାଙ୍କୁ ଭେଟିବାକୁ ଯାଇଥିଲେ, ସେତେବେଳେ ସେ ତାଙ୍କ ସାଙ୍ଗମାନଙ୍କ ସହିତ ମିଶି ତାଙ୍କୁ ଗଣ ବଳାତ୍କାର କରିଥିଲେ। ଅଭିଯୋଗ ହୋଇଛି ଯେ ଏହା ପରେ ସେ ପୀଡ଼ିତାଙ୍କୁ କାଉଣ୍ଡିଆରା ପୋଲିସ ଷ୍ଟେସନଠାରୁ 1 କିଲୋମିଟର ଦୂରରେ ଫିଙ୍ଗିବା ପରେ ପଳାଇ ଯାଇଥିଲେ। ଝିଅଟିର ସାରା ଶରୀରରେ ଘା ହୋଇଛି। ରିପୋର୍ଟ ଅନୁଯାୟୀ ମଧ୍ୟରାତ୍ରି ପେଟ୍ରୋଲିଂ ବେଳେ ପୋଲିସ ଝିଅଟିକୁ ଦେଖିଥିଲା ଏବଂ ପରେ ପୀଡ଼ିତାଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇ ଭର୍ତ୍ତି କରିଥିଲା। କିନ୍ତୁ ଝିଅଟିର ଅବସ୍ଥା ସୁଧୁରି ନଥିଲା, ଯେଉଁଥିପାଇଁ ତାଙ୍କୁ ସୌରପ୍ରାଣୀ ନେହୁର ଡାକ୍ତରଖାନାକୁ ପଠାଯାଇଥିଲା। ଏହି ସମୟରେ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା। ପ୍ରକାଶ ପାଉଛି, ମୁମ୍ବାଇରୁ ଫେରିବା ପରେ ପୀଡ଼ିତାଙ୍କ ବାପା ଏକ ନୂଆ ଅଭିଯୋଗ ଦେଇଛନ୍ତି, ଯେଉଁଥିରେ ସେ କହିଛନ୍ତି ତାଙ୍କ ଝିଅକୁ ଗଣ ଦୁଷ୍କର୍ମ କରାଯାଇଛି। ବାପା ଗାଁର ଜଣେ ଯୁବକ ଏବଂ ତାଙ୍କ ସହଯୋଗୀଙ୍କୁ ଅଭିଯୋଗ କରିଛନ୍ତି। ରିପୋର୍ଟ ଅନୁଯାୟୀ ଏଫ୍ଆଇଆର୍ରେ ପୀଡ଼ିତା ନାବାଳିକାଙ୍କୁ ମାନସିକ ସ୍ତରରେ ଠିକ୍ ନାହାନ୍ତି ବୋଲି ପୋଲିସ କହିଛି। ପରିବାର କହିଛି ଯେ ଯଦି ସେ ପାଗଳ, ତେବେ ସେ ଚଳିତ ବର୍ଷ କିପରି ପରୀକ୍ଷାରେ ପାସ୍ କରିଛନ୍ତି। ପୀଡ଼ିତାଙ୍କ ପରିବାରର ସଦସ୍ୟ ଅଭିଯୋଗ କରିଛନ୍ତି ଯେ କାଉଣ୍ଡିଆରା ପୋଲିସ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି। ସେ କହିଛନ୍ତି ଯେ ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ଏବଂ ସେମାନେ ଏକ ମିଥ୍ୟା କାହାଣୀ ପ୍ରସ୍ତୁତ କରୁଛନ୍ତି।